ସ୍ୱାଧୀନ ଭାରତର ସନ୍ତାନ ଆମେ, ଏଇ ଆମ ଜନ୍ମଭୂମି। ହିନ୍ଦୁ ମୁସଲିମ ଶିଖ ସାଇ ସଭି ଆମେ ଭଉଣୀ ଭାଇ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସାଧାରଣତନ୍ତ୍ର ଦିବସ ବିଷୟରେ ଗୋଟିଏ ସୁନ୍ଦର ସରଳ ଭାଷଣଟେ କହିବି। ସେ ଭାଷଣକୁ ତୁମେମାନେ କେବଳ ଥରେ ଶୁଣି ମନେ ରଖିପାରିବ। ତ ଚାଲନ୍ତୁ ଆରମ୍ଭ କରିବା ଏହି ସରଳ ଆଉ ସୁନ୍ଦର ଓଡ଼ିଆ ଭାଷଣକୁ। ସମ୍ମାନନୀୟ ମୋର ପୂଜ୍ୟସ୍ପଦ ଗୁରୁଜୀ ଗୁରୁମା ବୃନ୍ଦ ତଥା ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ, ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 76ତମ ସାଧାରଣତନ୍ତ୍ର ଦିବସ। ଏହି ଶୁଭ ଅବସରରେ ତ୍ରିରଙ୍ଗା ପତାକା ପାଇଁ ପଦଟିଏ କହି ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି। ଆମ ସମସ୍ତଙ୍କୁ ଭଲ ଭାବେ ଜଣା କି ଆଜି ସାରା ଭାରତ ବର୍ଷରେ ବଡ଼ ଧୁମଧାମରେ ଏହି ସାଧାରଣତନ୍ତ୍ର ଦିବସକୁ 76ତମ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି। କିନ୍ତୁ ଏହି ଦିବସକୁ ପାଳନ କରିବା ସହିତ ଏହି ଦିବସକୁ କାହିଁକି ପାଳନ କରାଯାଉଛି, ଏହାର କାରଣ କ'ଣ, ତାହା ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଭାରତବର୍ଷ ସ୍ୱାଧୀନ ହେଲା। ସମସ୍ତ ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିଲେ। କିନ୍ତୁ ସେତେବେଳେ ଦେଶବାସୀ ନିଜକୁ ଏକ ଶୃଙ୍ଖଳାର ଡୋରିରେ ବାନ୍ଧିବା ଲାଗି କୌଣସି ଦେଶରେ କୌଣସି ଆଇନ କାନୁନ ପ୍ରସ୍ତୁତ ହୋଇନଥିଲା। ସେଥିପାଇଁ ଦେଶର ତତ୍କାଳୀନ ରାଷ୍ଟ୍ରପତି ତଥା ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ନିର୍ମାଣ କାର୍ଯ୍ୟ ଡକ୍ଟର ବି.ଆର୍. ଆମ୍ବେଦକରଙ୍କୁ ଦେଇଥିଲେ। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ କମିଟି ଦ୍ୱାରା 2 ବର୍ଷ 11 ମାସ 18 ଦିନରେ ଭାରତର ସମ୍ବିଧାନ ପ୍ରସ୍ତୁତ କରାଗଲା। ଏହି ସମ୍ବିଧାନ 1947 ମସିହା ନଭେମ୍ବର ମାସ 26 ତାରିଖ ଦିନ ସମ୍ବିଧାନ ସଭା ଦ୍ୱାରା ଗୃହୀତ ହେଲା ଏବଂ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ସାରା ଦେଶରେ କାର୍ଯ୍ୟକାରୀ ହେଲା। ପ୍ରତ୍ୟେକ ଭାରତବାସୀ ଏକ ଶୃଙ୍ଖଳାର ଶାସନ ଡୋରିରେ ବାନ୍ଧି ହୋଇ ନିଜକୁ ନିଜ ହାତେ ଶାସନ କଲେ। ଆମ ଦେଶର ଏହି ସମ୍ବିଧାନ ବିଶ୍ୱର ସବୁଠୁ ବଡ଼ ଲିଖିତ ସମ୍ବିଧାନ ଅଟେ, ଯେଉଁଥିରେ ପ୍ରଥମତଃ 395ଟି ଅନୁଚ୍ଛେଦ, 8ଟି ଅନୁସୂଚୀ ଓ 22ଟି ଭାଗ ଥିଲା। କିନ୍ତୁ ବର୍ତ୍ତମାନ ଏଥିରେ 448ଟି ଅନୁଚ୍ଛେଦ, 12ଟି ଅନୁସୂଚୀ ଓ 25ଟି ଭାଗ ରହିଛି। ଏହି ବିଶାଳ ସମ୍ବିଧାନ ଆମକୁ ଆମର ଅଧିକାର ପ୍ରତି ଲଢ଼ିବାର ହକ୍ ଦେଇଛି। ସବୁ ଧର୍ମକୁ ସମାନ ଅଧିକାର ଦେଇଛି। ଏଣୁ ଏହାର ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ଅଟେ। ଦର୍ଶକ ବନ୍ଧୁ, ଏହା ଥିଲା ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ରୂପେ ବିଷୟରେ ଗୋଟିଏ ସୁନ୍ଦର ସରଳ ଭାଷଣଟିଏ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିଦେବେ ଓ ଏହି ଚ୍ୟାନେଲ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ ବଟନରେ ସେଟ୍ କରିଦେବେ।